ଆଜି ସନ୍ଧ୍ୟାରେ ଜଳେଶ୍ୱରର ଟାଉନ୍ ହଲ୍ ପଡ଼ିଆଠାରେ ଜଳେଶ୍ୱର ମହୋତ୍ସବ କମିଟି ପକ୍ଷରୁ 9 ଦିନ ବ୍ୟାପୀ 20ତମ ଜଳେଶ୍ୱର ମହୋତ୍ସବକୁ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍ଘାଟନ କରିଛନ୍ତି। କମିଟିର ସଭାପତି ଡକ୍ଟର ଅଜିତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗ ଦେଇ ଏହି ମହୋତ୍ସବ ଜଳେଶ୍ୱର ଅଞ୍ଚଳର ବିକାଶ କଥା କହିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ସୀମାନ୍ତରେ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ପାଇଁ ଏହି ମହୋତ୍ସବ କାର୍ଯ୍ୟ କରୁ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ବାଲେଶ୍ୱର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅନୁସୂୟା ପ୍ରଧାନ, ଆବାହକ ସମୀର ପାତ୍ର, ପୂର୍ବତନ ସଭାପତି ସତ୍ୟସୁନ୍ଦର ଦାସ, ପ୍ରବୀର କୁମାର ପ୍ରଧାନ, ଶିଶିର ଭୁଇ, ଜିତାଂଶୁ ଶେଖର ନନ୍ଦୀ, ଦିଲ୍ଲୀପ ଗିରି, ରାମଚନ୍ଦ୍ର ସାହୁ, ଉପସଭାପତି ସୁବ୍ରତ କୁମାର ରଣା, କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ନବେନ୍ଦୁ ପ୍ରଧାନ, କୋଷାଧ୍ୟକ୍ଷ ଗୋପାଳ ସାହୁ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇ ଜଳେଶ୍ୱରକୁ ସବଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଶ୍ରୀ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ପ୍ରାରମ୍ଭରେ ଓଷ୍ଟା ସଭାପତି ସୁକୁମାର ମିଶ୍ର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ସମ୍ପାଦକ ସୁଶାନ୍ତ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ସମ୍ପାଦକ ଧନ୍ୟବାଦ ଦେଇଥିଲେ। ସକାଳ ସମୟରେ ଏକ ଗଣଦୌଡ଼ ନୂଆବଜାର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ବାହାରି ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ଆସିଥିଲା। ଅପରାହ୍ନରେ କାଳୀ ମନ୍ଦିରଠାରୁ ବାହାରି ମେଳା ପଡ଼ିଆ ପର୍ଯ୍ୟନ୍ତ ଆସିଥିଲା। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜଳେଶ୍ୱରରୁ ସୁକୁମାର ରଣାଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।